ଆଜିର ପ୍ରସଙ୍ଗରେ ଶୁଣନ୍ତୁ ସଚେତନତା ଏବଂ ସକ୍ରିୟ ପଦକ୍ଷେପ ମାଧ୍ୟମରେ ହେପାଟାଇଟିସ୍ ରୋଗର ନିରାକରଣ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ହେପାଟାଇଟିସ୍ ରୋଗର କାରଣ, ନିରାକରଣ ଏବଂ ଏ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। ଯକୃତ ଜନିତ ରୋଗର କାରଣ ହେପାଟାଇଟିସ୍ ସଂକ୍ରମଣରୁ ହୋଇଥାଏ। ହେପାଟାଇଟିସ୍ ବି ଜୀବାଣୁର ଆବିଷ୍କାରକ ଡକ୍ଟର ବାରୁଚ ବ୍ଲମବର୍ଗଙ୍କ ଜନ୍ମଦିବସ ଜୁଲାଇ 28 ତାରିଖକୁ ସ୍ମରଣ କରି ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ। 1967 ମସିହାରେ ଡକ୍ଟର ବ୍ଲମବର୍ଗ ହେପାଟାଇଟିସ୍ ବିର ଆବିଷ୍କାର କରିଥିଲେ। 2 ବର୍ଷ ପରେ ଏହାର ପ୍ରତିଷେଧକ ଟୀକା ମଧ୍ୟ ବିକଶିତ କରିଥିଲେ। ସଂକ୍ରମଣ ରୋଗର ଉତ୍ପତ୍ତି, ପ୍ରସାର ଏବଂ ନୂତନ ଯନ୍ତ୍ରପାତି ସମ୍ବନ୍ଧୀୟ ଆବିଷ୍କାର ପାଇଁ 1976 ମସିହାରେ ଶରୀର ବିଜ୍ଞାନ ସେ ନୋବେଲ ପୁରସ୍କାର ପାଇଥିଲେ। ହେପାଟାଇଟିସ୍ ଏ, ବି, ସି ଆଦି ବିଭିନ୍ନ ବର୍ଗରେ ଦେଖାଯାଇଥାଏ। ଦୀର୍ଘକାଳୀନ ହେପାଟାଇଟିସ୍ ବି ଏବଂ ସି ଯକୃତ କ୍ଷତି ଏବଂ କର୍କଟ ରୋଗର କାରଣ ମଧ୍ୟ ହୋଇଥାଏ। ହେପାଟାଇଟିସ୍ ରୋଗର ଆରୋଗ୍ୟ ସମ୍ଭବପର, ତେବେ ଏଥିପାଇଁ ସଚେତନତା ଏବଂ ସକ୍ରିୟ ପଦକ୍ଷେପର ଆବଶ୍ୟକତା ରହିଛି। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ସଚେତନତା ଏବଂ ସକ୍ରିୟ ପଦକ୍ଷେପ ମାଧ୍ୟମରେ ହେପାଟାଇଟିସ୍ ରୋଗର ଶୃଙ୍ଖଳକୁ ପ୍ରତିହତ କରିବା। ଏହି ରୋଗର ପ୍ରାଦୁର୍ଭାବ ଦ୍ୱାରା ଆର୍ଥିକ, ସାମାଜିକ ଏବଂ ପଦ୍ଧତିଗତ ପ୍ରତିବନ୍ଧକକୁ ଦୂର କରିବା ହେଉଛି ଏହି ବିଷୟବସ୍ତୁର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ହେପାଟାଇଟିସ୍ ରୋଗର ଚିହ୍ନଟ, ଟୀକାକରଣ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। 2018 ମସିହାରେ ଦେଶରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। 2030 ମସିହା ସୁଦ୍ଧା ହେପାଟାଇଟିସ୍ର ସମ୍ପୂର୍ଣ୍ଣ ମୂଳୋତ୍ପାଟନକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସମ୍ଭାବ୍ୟ ରୋଗୀଙ୍କର ମାଗଣା ପରୀକ୍ଷଣ ଏବଂ ଔଷଧ ପ୍ରଦାନ ଉପରେ ଗୁରୁତ୍ୱ ମଧ୍ୟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟତଃ ହେପାଟାଇଟିସ୍ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି, ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟାପକ କରିବା ଏବଂ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ରୋଗ ପ୍ରତିଷେଧକ, ପ୍ରୋତ୍ସାହନମୂଳକ ଏବଂ ଚିକିତ୍ସା ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ରହିଥିବା ସମ୍ବଳର ସୁବିନିଯୋଗ କରାଯାଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ନେଇ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି। ଜିଲ୍ଲା ତଥା ରାଜ୍ୟ ସ୍ତରରେ ରହିଥିବା ସ୍ୱାସ୍ଥ୍ୟସେବା ସୁବିଧା ମାଧ୍ୟମରେ ଏହି ରୋଗର ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି। ଜଟିଳ ମାମଲା ପରିଚାଳନା ପାଇଁ ରେଫରାଲ ୟୁନିଟ୍ ଭାବେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମଡେଲ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ଆଧୁନିକ ଯନ୍ତ୍ରପାତି ସହିତ ଉନ୍ନତ ମାନର ଚିକିତ୍ସା ସେବା ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି। ସମଗ୍ର ଦେଶରେ ଭାଇରାଲ ହେପାଟାଇଟିସ୍ ରୋଗର ଚିହ୍ନଟ ଏବଂ ପରିଚାଳନା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ଜାତୀୟ ନିର୍ଦ୍ଦେଶାବଳୀ ବିକଶିତ କରାଯାଇଛି। ଏହାଦ୍ୱାରା ଗବେଷଣାଲବ୍ଧ ଜ୍ଞାନ ଏବଂ ଚିକିତ୍ସା ପ୍ରଦାନକୁ ସୁନିଶ୍ଚିତ କରାଯାଇପାରୁଛି। ଏହି ରୋଗ ସମ୍ପର୍କରେ ସୂଚନା ତଥା ସେବା ପ୍ରଦାନ ଲକ୍ଷ୍ୟ ନେଇ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର 711ଟି ଜିଲ୍ଲାର 978ଟି ଚିକିତ୍ସା କେନ୍ଦ୍ରର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। 2018 ମସିହାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଗତବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ 10,34,00,000 ଲୋକଙ୍କର ହେପାଟାଇଟିସ୍ ବି ଓ ସିର ପରୀକ୍ଷଣ କରାଯାଇଛି। 3,30,000ରୁ ଉର୍ଦ୍ଧ୍ୱ ଚିହ୍ନଟ ହୋଇଥିବା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମଧ୍ୟ ପ୍ରଦାନ କରାଯାଇଛି। ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଜାତୀୟ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ପ୍ରସୂତି ସ୍ୱାସ୍ଥ୍ୟ ଏବଂ ସାର୍ବଜନୀନ ଟୀକାକରଣ ଅଭିଯାନକୁ ସମନ୍ୱିତ କରାଯାଇଛି। ସମୟୋପଯୋଗୀ ପରୀକ୍ଷଣ ଏବଂ ଚିକିତ୍ସା ଦ୍ୱାରା ଏହାକୁ ପ୍ରତିହତ କରାଯାଇପାରିବ। 2030 ମସିହା ସୁଦ୍ଧା ଦେଶରୁ ହେପାଟାଇଟିସ୍ ରୋଗର ମୂଳୋତ୍ପାଟନ ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।